ଜାନୁଆରୀ ମାସର ଆଚିଭମେଣ୍ଟସ୍ ଗୁଡ଼ାକ 14ତମ ଇଣ୍ଟରନ୍ୟାସନାଲ୍ ଫ୍ଲାୱାର ଶୋ ଅହମ୍ମଦାବାଦ ଗୁଜରାଟରେ ହେଉଥିଲା। ଥିମ୍ ଥିଲା ଭାରତ ଏକ ଗାଥା। 2ଟା ଗିନିଜ୍ ୱାର୍ଲ୍ଡ ରେକର୍ଡ ବନିଥିଲା। ୱାର୍ଲଡସ୍ ଲାର୍ଜେଷ୍ଟ ଫ୍ଲାୱାର ମଣ୍ଡଳ ଆଉ ଗୋଟେ ୱାର୍ଲଡସ୍ ଲାର୍ଜେଷ୍ଟ ଫ୍ଲାୱାର ପୋର୍ଟ୍ରେଟ୍ ଯେଉଁଟାକି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର। ଆସାମ ବନିଥିଲା ପ୍ରଥମ ଷ୍ଟେଟ୍ ଯେଉଁଟାକି 8th ଷ୍ଟେଟ୍ ପେ କମିଶନ ଲାଗୁ କରିଛି। ସୂର୍ଯ୍ୟାସ୍ତ୍ର ଯେଉଁଟାକି ଇଣ୍ଡିଆର ଫାଷ୍ଟ ମେଡ୍ ଇନ୍ ଇଣ୍ଡିଆ ୟୁନିଭର୍ସାଲ ମଲ୍ଟି କ୍ୟାଲିବର ରକେଟ୍ ଯେଉଁଟାକୁ ବନେଇଛନ୍ତି ପ୍ରାଇଭେଟ୍ ଡିଫେନ୍ସ ଫାର୍ମ NIBE ଲିମିଟେଡ୍ ସହିତ ଇସ୍ରାଏଲର ଏଲିବିଟ୍। ଆଉ ସର୍ଫେସ୍ ଟୁ ସର୍ଫେସ୍ 300 କିଲୋମିଟର ରେଞ୍ଜ ଇଣ୍ଡିଆର ପ୍ରଥମ ଇଣ୍ଡିଜିନିୟସ୍ ବିଲ୍ଡ ପଲ୍ୟୁସନ୍ କଣ୍ଟ୍ରୋଲ ଭେସେଲ୍ ଯେଉଁଟାକି ଗୋଆ ସିପ୍ୟାର୍ଡ ଲିମିଟେଡ୍ କମିଶନ ହେଇଛି। ତା ନାଁ ହେଉଛି ଇଣ୍ଡିଆନ୍ କୋଷ୍ଟ ଗାର୍ଡ ସିପ୍ ସମୁଦ୍ରପତା। NHAI ନ୍ୟାସନାଲ୍ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ 4ଟା ଗିନିଜ୍ ୱାର୍ଲ୍ଡ ରେକର୍ଡ ବନେଇଛି। NH 584Gରେ ଯେଉଁଟାକି କର୍ଣ୍ଣାଟକର ବେଙ୍ଗଲୋରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାକୁ କନେକ୍ଟ କରୁଛି। ଗୋଟେ ହେଉଛି ଲଙ୍ଗେଷ୍ଟ ଡିଷ୍ଟାନ୍ସ 24 ଘଣ୍ଟା ଭିତରେ 28.89 କିଲୋମିଟର। ଆଉ ଗୋଟେ ହେଉଛି ହାଏଷ୍ଟ କ୍ୱାଣ୍ଟିଟି ଅଫ୍ ବିଟ୍ୟୁମିନସ୍ ପକାଇଥିଲା 24 ଘଣ୍ଟା ଭିତରେ 10,675 ମେଟ୍ରିକ୍ ଟନ୍। ଗୋଟେ ହେଉଛି କଣ୍ଟିନ୍ୟୁଅସ୍ କନଷ୍ଟ୍ରକ୍ସନ୍ 12 କିଲୋମିଟର 3ଟା ଲେନ୍ରେ ଟୋଟାଲ୍ 156 କିଲୋମିଟର। କଣ୍ଟିନ୍ୟୁଅସ୍ କନଷ୍ଟ୍ରକ୍ସନରେ 57,500 ମେଟ୍ରିକ୍ ଟନ୍ର ବିଟ୍ୟୁମିନସ୍ କଂକ୍ରିଟ୍ ପକାଇଥିଲା। ଇଣ୍ଡିଆ ଆଚିଭ୍ କରିଛି ଗ୍ଲୋବାଲ୍ ଫାଷ୍ଟ ଇନ୍ ବାୟୋବିଟ୍ୟୁମିନସ୍ ପ୍ରଡକ୍ସନରେ ପ୍ରଥମ ବନିଛି ଇଣ୍ଡିଆ। ସେଫେଷ୍ଟ ଇଣ୍ଡିଆ ସିଟି ଫର୍ ଓମେନ୍ ଯେଉଁଟାକି ବାଙ୍ଗାଲୋର, ତାପରେ ଚେନ୍ନାଇ, ତାପରେ ପୁନେ, ତାପରେ ହାଇଦ୍ରାବାଦ। 18 ବର୍ଷିଆ ଯିଏକି ଫାତିମା ଏଆଇ ଆୱାଧି ସିଏ ବନିଛନ୍ତି ପ୍ରଥମ ଆରବ ଓମ୍ୟାନ୍ ଯିଏକି କ୍ଲାଇମ୍ବ କରିଛନ୍ତି ମାଉଣ୍ଟ ଭିନସନ୍ ଯେଉଁଟାକି ଆଣ୍ଟାର୍କଟିକାର ହାଇଏଷ୍ଟ ପିକ୍ ସେଇଟାକୁ ସିଏ ଚଢ଼ିଛନ୍ତି। କେଇ ପେନିୟାର ସେଇଟା ହେଉଛି ଅରୁଣାଚଳ ପ୍ରଦେଶର ଗୋଟେ ଡିଷ୍ଟ୍ରିକ୍ଟ ଯେଉଁଟାକି ଇଣ୍ଡିଆର ଫାଷ୍ଟ ବାୟୋହାପି ଡିଷ୍ଟ୍ରିକ୍ଟ। ପୁରୀ ଇଣ୍ଡିଆର ଫାଷ୍ଟ ସିଟି ଯେଉଁଠିକି 24/7 ଡ୍ରିଙ୍କେବଲ୍ ଟ୍ୟାପ୍ ୱାଟର ସପ୍ଲାଏ ହାସଲ କରିପାରିଛି ଅଣ୍ଡର ସୁଜଳ ଡ୍ରିଙ୍କ ଟ୍ୟାପ୍ ମିଶନ 2021। ନାଟ୍ ସ୍କ୍ରାଇବର ବ୍ରଣ୍ଟ ଯିଏକି ବନେଇଥିଲେ ସେଞ୍ଚୁରୀ ବନେଇଥିଲେ WPL ୱାର୍ଲ୍ଡ ପ୍ରିମିୟର ଲିଗ୍ ଓମେନ୍ ପ୍ରିମିୟର ଲିଗ୍ 2026ରେ ସେ ଜଣେ ଇଂଲଣ୍ଡ କ୍ୟାପ୍ଟେନ୍ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିଲେ। 57ଟି ବଲ୍ରେ 100 ମାରିଛନ୍ତି ରେକର୍ଡ ବନେଇଛନ୍ତି। କେରଳ ପ୍ରଥମ ଷ୍ଟେଟ୍ ବନିଛି କଣ୍ଟ୍ରିରେ ଯିଏକି ଡିକ୍ଲେୟାର କରିଛି ତାର ଇଟ୍ସ ଓନ୍ ଷ୍ଟେଟ୍ ମାଇକ୍ରୋ ଯାହାର ନାଁ ହେଉଛି ବାସିଲସ୍ ସବଟିଲିସ୍ ଗୋଟେ ଗୁଡ୍ ବ୍ୟାକ୍ଟେରିଆ। MP ଗଭର୍ଣ୍ଣର ମଧ୍ୟପ୍ରଦେଶ ଗଭର୍ଣ୍ଣର ମଙ୍ଗୁଭାଇ ପଟେଲ ଯିଏକି ଡିକ୍ଲେୟାର କରିଛନ୍ତି 2026କୁ ଇୟର୍ ଅଫ୍ ଏଗ୍ରିକଲଚର। ଥିମ୍ ଅଛି ପ୍ରସ୍ପରସ୍ ଫାର୍ମର୍ସ ପ୍ରସ୍ପରସ୍ ଷ୍ଟେଟ୍। ମେଘାଳୟ ହୋଷ୍ଟ କରିଛି ଫାଷ୍ଟ ସ୍ପାଇସ୍ ଫେଷ୍ଟିଭାଲ ମୁମ୍ବାଇରେ। ପ୍ରମୋଟ କରୁଛି ହାଇ କ୍ୱାଲିଟିର ସ୍ପାଇସେସ୍ ମସଲା ସବୁ। ତା ମଧ୍ୟରୁ ଗୋଟେ ଅଛି ଲାଙ୍ଗଡଙ୍ଗ ଟର୍ମେରିକ୍ ଯେଉଁଟାକି GI ଟ୍ୟାଗ୍ ପାଲା ଟର୍ମେରିକ୍ ମେଘାଳୟର। ସ୍ଲାଇସ୍ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ଇଣ୍ଟ୍ରୋଡ୍ୟୁସ୍ କରିଛି ଇଣ୍ଡିଆର ପ୍ରଥମ UPI ସେଣ୍ଟ୍ରିକ୍ ଡିଜିଟାଲ ବ୍ୟାଙ୍କିଂ ଇକୋସିଷ୍ଟମ୍। ଆଉ ଇଣ୍ଡିଆର ପ୍ରଥମ ସେଭିଂ ଆକାଉଣ୍ଟ ଲିଙ୍କ କରିଛି 100% ଅଫ୍ ରିପୋ ରେଟ୍ ଅଫ୍ RBI। ମୁମ୍ବାଇ ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପ୍ରୋଜେକ୍ଟ ଯେଉଁଥିରେ କି ଇଣ୍ଡିଆର ଫାଷ୍ଟ ହାଇ ସ୍ପିଡ୍ ରେଲ୍ କରିଡର ସକ୍ସେସଫୁଲି କମ୍ପ୍ଲିଟ୍ ହେଇଛି। 100 ମିଟର ଲଙ୍ଗ ଷ୍ଟିଲ୍ ବ୍ରିଜ୍ ବନିଛି ଓଭର ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ଟନେଲ୍ ଇନ୍ ଅହମ୍ମଦାବାଦ ଗୁଜରାଟରେ। ଦ SPV will develop India's first mega ship building cluster ଯେଉଁଠିକି ଥୋଟିକୁଡ଼ି ତାମିଲନାଡୁରେ ବନେଇଛି ଯେଟା କୋଲାବୋରେସନରେ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଆଉ ଗଭର୍ଣ୍ଣମେଣ୍ଟ ଅଫ୍ ତାମିଲନାଡୁ କୋଲାବୋରେସନରେ। କାମ୍ୟା କାର୍ତିକେୟନ ଯିଏକି 17 ବର୍ଷିଆ ସିଏ ବନିଛନ୍ତି ସେକେଣ୍ଡ ୟଙ୍ଗେଷ୍ଟ ଫିମେଲ୍ ଇନ୍ ୱାର୍ଲଡ ରିଚ୍ କରିବାରେ ସାଉଥ ପୋଲକୁ ଆଉ ଫାଷ୍ଟ ୟଙ୍ଗେଷ୍ଟ ଇଣ୍ଡିଆନ୍ ଯିଏକି ରିଚ୍ କରିଛନ୍ତି ସାଉଥ ପୋଲକୁ। ଉତ୍ତରପ୍ରଦେଶ ଲଞ୍ଚ କରିଛି ଷ୍ଟେଟ୍ର ଫାଷ୍ଟ ବ୍ରେଲି ଲାଇବ୍ରେରୀ ଆଟ DSMNRU ଲକ୍ଷ୍ନୌରେ। ଆନ୍ଧ୍ରପ୍ରଦେଶ ହୋଷ୍ଟ କରିଛି ୱାର୍ଲଡସ୍ ଲାର୍ଜେଷ୍ଟ ଗ୍ରୀନ୍ ଆମୋନିଆ ପ୍ରୋଜେକ୍ଟ କାକିନାଡ଼ାରେ। ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଯେଉଁଟା ଦିଲ୍ଲୀରେ ଅଛି
ସେ ଇଣ୍ଡିଆର ଫାଷ୍ଟ ୱାଟର ପଜିଟିଭ୍ ଏୟାରପୋର୍ଟ, ଫାଷ୍ଟ AI ବେସ୍ଡ ୟୁନିଫାଏଡ୍ ଗ୍ରିଭେନ୍ସ ସିଷ୍ଟମ୍, ଯେଉଁଟାକି AI କାନପୁର ସହିତ ଦିଲ୍ଲୀ ଗଭର୍ଣ୍ଣମେଣ୍ଟ କୋଲାବୋରେସନରେ, ଫାଷ୍ଟ ବନ୍ଦେ ଭାରତ ସ୍ଲିପର ଟ୍ରେନ୍, ଯେଉଁଟାକି ଗୌହାଟୀ ଆସାମରୁ ହାୱଡ଼ା ୱେଷ୍ଟ ବେଙ୍ଗଲ କନେକ୍ଟ କରୁଛି।